କହିଲେ ସାରେ ସାରଳା ଦାସ ପଣ୍ଡୁଙ୍କ ପୁଅ ହେଲେ ସହଦେବ। ଗଙ୍ଗାଧର ମେହେର କହିଲେ ଅଶ୍ୱିନୀ କୁମାରଙ୍କ ପୁଅ ନକୁଳ ସହଦେବ। ସାରଳା ଦାସ ଠିକ ନା ଗଙ୍ଗାଧର ମେହେର ଠିକ? ସାରଳା ଦାସଙ୍କର ଏଠି ଠିକ ହବ ନାହିଁ। କାହିଁକି ହବ ନାହିଁ? ନା ଅଗ୍ନିକ ଋଷି ଅଭିଶାପ ଦେଇଛନ୍ତି ପ୍ରୀତି କରିବା ମାତ୍ରେ ବାଣ ପଡିବ ନା କରି ସାରିବା ପରେ ପଡିବ? ନା କଲା ବେଳେ। ପୁଅ ତାହେଲେ ଅକାଳ ବାଣ ପଡିବ ପ୍ରୀତି କଲା ମାତ୍ରେ। ସେଇଠି ତ ପ୍ରାଣ ଗଲା, ପ୍ରୀତି ହେଇନାହିଁ। ଆଉ ସହଦେବ କେମିତି ଜନ୍ମ ନେବେ? ମେହେର କଥା ଏଠି ଠିକ ହବ। କବି ବେଳେ ବେଳେ ଏମିତି ବାଉଳା ହେଇଯାନ୍ତି ଯେ ଏପଟ ସେପଟ ହେଇଯାଏ, କିନ୍ତୁ ଆମେ ତାଙ୍କୁ ସମାଲୋଚନା କରିବାନି। ସାରଳା ଦାସଙ୍କୁ ସମାଲୋଚନା କଲେ ମେହେର, ଆମେ କିଏ ସମାଲୋଚନା କରିବାକୁ? ତେଣୁ ଏ ପାଞ୍ଚଟା ଯାକ ପୁଅ ନିୟୋଗ ପ୍ରଥାରେ ଜନ୍ମ। ଆହୁରି ବି ଅଛି। ହେଲେ ମହାପାତ୍ରେ ଏ ତ୍ରେତୟା ଯୁଗରେ ନିୟୋଗ ପ୍ରଥାରେ କାହା ଗର୍ଭରୁ କିଏ ଜନ୍ମିଲେ? ଦ୍ୱିତୀୟ ଥାକରେ ମଞ୍ଚରେ ଆସିଲେ ପଖାଣି ଦେବଟି ଭଲେ। ସତ୍ୟ ଯୁଗରେ ନିୟୋଗ ପ୍ରଥା କହିଲି, ଦ୍ୱାପର ଯୁଗରେ ନିୟୋଗ ପ୍ରଥା କହିଲି। ମୁଁ ସାହିତ୍ୟରୁ ପଚାର ପ୍ରଶ୍ନ, ମୋ ବିଷୟରୁ ପଚାର ପ୍ରଶ୍ନ। ତ୍ରେତୟା ଯୁଗରେ କାହା ସ୍ୱାମୀ ଥିଲେ ଅସମର୍ଥ୍ୟ? କାହା ରାଣୀ ଗର୍ଭରୁ? କୋଉ ଋଷିଙ୍କ ଔରସରୁ? କୋଉ ରାଣୀଙ୍କ ଗର୍ଭରୁ ପିଲା ନିୟୋଗ ପ୍ରଥାରେ ଜନ୍ମ ହେଇଛି? କହିବ 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 ଏଇଟା କହିବ। ଚାଲିଛି ଆଜି ଲୋ ମା ଅଯୋଧ୍ୟା ମାଟିରେ ଯଜ୍ଞ। ଏ ପର୍ଯ୍ୟନ୍ତ ମୋ ବହି ଆରମ୍ଭ ହବାକୁ ନାହିଁ। ନା ଏଠୁ ଆରମ୍ଭ ହେଲା। ଚାଲିଛି ଅଯୋଧ୍ୟା ମାଟିରେ ଯଜ୍ଞ। ଇଏ ଯଜ୍ଞରେ କମ୍ପୁଛି ସାକେତ କଟକ। ଆହୁତି ଦଉଛନ୍ତି ସ୍ୱୟଂ କୁଳଗୁରୁ ବଶିଷ୍ଠ। ଧୁରିଣ ପଣ୍ଡିତ ମାନେ ବାସନ୍ଦରାରେ ଯଜ୍ଞ କରୁଛନ୍ତି। ଆମେ ପଣ୍ଡିତ ନହେଲେ ବି ବ୍ରାହ୍ମଣଙ୍କର ପିଲା। ମୁଁ ଶୁଣୁଛି ଶୁଦ୍ଧପୁତ ଭାବରେ ମନ୍ତ୍ର ଉଚ୍ଚାରଣ ହଉଛି। ଯଜ୍ଞର ଗୋଟିଏ ନିୟମ ଅଛି ଲୋ ମା, ସ୍ୱାହା। ସ୍ୱାହାର ଠିକ ମଧ୍ୟବର୍ତ୍ତୀ ସ୍ଥାନରେ ଯଦି ନ ପଡ଼ିଲା ଆହୁତି, ଭୂତ ନ ଦିଆଗଲା, ସେ ଯଜ୍ଞରେ କିଛି ଲାଭ ନାହିଁ। ତୁ ଆଜି ଏ ପ୍ରଶ୍ନ ଉତ୍ତର ଦବ। ତ୍ରେତୟା ଯୁଗରେ ନିୟୋଗ ପ୍ରଥାରେ କିଏ ସେ ଜନ୍ମ? ଆଉ 18ଟା ବିଦ୍ୟା କହିଛି, ଆଉ ବାକି 14 ବିଦ୍ୟା କହିବ। ଇଏ 18ଟା ବିଦ୍ୟା ତା ଭିତରେ ନଥାଉ। ମୁଁ ସେ ଶୋଳକୁରୁ ଗଲା ବେଳକୁ 4ଟା ଅକ୍ଷର ବୋଲି ଦେଇକି ଯିବି, ନହେଲେ ସେ ଅଲଗା ଶ୍ଲୋକ ବୋଲିଥିବି। ପୁଅ ଆହୁତି ଦେଲା ବେଳେ ବ୍ୟତିକ୍ରମ ହେଲା। ବଶିଷ୍ଠ କହିଲେ କିରେ, ମୋ ଜୀବନ କାଳରେ ମୁଁ ବହୁତ ଯଜ୍ଞ କରିଛି, ଏଠି ଯଜ୍ଞ କଲାବେଳେ ସ୍ୱାହା ହେଇ ସାରିଲାଣି, ମୁଁ ଆହୁତି ଦଉଛି। ସ୍ୱାହା ପୂର୍ବରୁ ଆହୁତି ଦଉଛି। ସାର୍ ଲକ୍ଷ୍ମୀଧର ରାଉତଙ୍କ ପରି ଗାୟକ, ତାଙ୍କର ବେଳେ ବେଳେ ବ୍ୟତିକ୍ରମ ହେଇଗଲେ ସେ ବସା ଘରେ ରାତି ସାରା ନ ଶୋଇକି ଚିନ୍ତା କରନ୍ତି, ମୁଁ ରାଷ୍ଟ୍ରପତି ପୁରସ୍କାର ପାଇଲି, ଆଜି ମୋ ପାଲା ବ୍ୟତିକ୍ରମ କାହିଁକି ହେଲା? ଯାହା ବଶିଷ୍ଠ କହିଲେ, ମୁଁ ବ୍ରହ୍ମାଙ୍କ ପୁଅ, ମୋ ଜୀବନ କାଳରେ ମୁଁ ବହୁ ଯଜ୍ଞ କରିଛି, ଆଜି ଏ ଯଜ୍ଞରେ ବ୍ୟତିକ୍ରମ କାହିଁକି ହଉଛି? ସାଧାରଣ କଥା, ସ୍ୱାହା ଇଏ ଠିକ ମଧ୍ୟବର୍ତ୍ତୀ ସ୍ଥାନରେ ଅଗ୍ନିରେ ଆହୁତି ଦିଆହବା କଥା। ସ୍ୱାହା ସଇଲାଣି, ମୁଁ ଦେଇନାହିଁ, ସ୍ୱାହା ନ ହେବା ପୂର୍ବରୁ ଦଉଛି। ଧ୍ୟାନ ସ୍ତିମିତ ଲୋଚନରେ ବସିଲେ କୁଳଗୁରୁ ବଶିଷ୍ଠ। ସାର୍ ଜାଣିପାରିଲେ? କଣ ଜାଣିଲେ? କହିଲେ ଆଜି ଯଦି ସ୍ୱାହା ପୂର୍ବରୁ ମୁଁ ଆହୁତି ଦଉଛି, ଏଥିରେ ମୋର ତ୍ରୁଟି ନାହିଁ। ଆଉ କାହାର? ନା, ଇଏ କର୍ତ୍ତାଙ୍କର ଟିକେ ତ୍ରୁଟି ରହିଛି। କର୍ତ୍ତାଙ୍କର ବି ରହିଥାଇ ନ ପାରେ। ଇଏ କର୍ତ୍ତା ହେଲେ ରାଘବ ଠାକୁର, ରାମ ଠାକୁର। ୟାଙ୍କର କେହି ଜଣେ ସମ୍ପର୍କ, ଘନିଷ୍ଠ ସମ୍ପର୍କ, ସେ ଯଜ୍ଞ ମଣ୍ଡପ ନିକଟରେ ଉପସ୍ଥିତ ନ ହୋଇ ଅନତି ଦୂରରେ କାନ୍ଦୁଛନ୍ତି। ମତେ ତାଙ୍କ ପାଖକୁ ଯିବାକୁ ପଡ଼ିବ। ରକ୍ତର ଗୋଟେ ସମ୍ପର୍କ ଅଛି ଆଜ୍ଞା।
ମୁଁ ଏଇଠି ପଣ୍ଡିତ ମାନଙ୍କ ପରାମର୍ଶ ନେଇ ମୁଁ ଯିବି ସେ ପ୍ରାନ୍ତରରେ ସେ କେକାକିନି ହେଇ କାନ୍ଦୁଛି ଗୋଟେ ବୃଦ୍ଧା କିଏ ଜଣେ କାନ୍ଦୁଛି କୂଳଗୁରୁ ବଶିଷ୍ଠ ପଣ୍ଡିତଙ୍କ ପରାମର୍ଶ ନେଇ ଇଏ ଯଜ୍ଞ ମଣ୍ଡପର ଅନତି ଦୂରରେ ଏକ ପ୍ରାନ୍ତରରେ ଯିଏ କାନ୍ଦୁଥିଲେ ତାଙ୍କରି ପାଖକୁ ଧୀରେ ଧୀରେ ଯାତ୍ରା କରୁଛନ୍ତି ଧୀରେ ଧୀରେ କୂଳଗୁରୁ କରିଲେ ଗମନ ଧୀରେ ଧୀରେ ବୃଦ୍ଧା ମାତା କରୁଛି କାନ୍ଦ ଅନତି ଦୂରରେ ଯାଇ ଚିହ୍ନି ନ ପାରିଲେ କିପରି ଚିହ୍ନିବେ ତ ଅବଗୁଣ୍ଠନ ଭଲେ। କୂଳଗୁରୁ ବଶିଷ୍ଠ ମୋ ମା ମାନେ ଟିକେ ଶୁଣ ଏଇଠି ନାରୀର ମର୍ଯ୍ୟାଦା ଉପରେ କେତେ ଗୁରୁତ୍ୱ ଦିଆଯାଇଛି। କୂଳଗୁରୁ ବଶିଷ୍ଠ ଯେତେବେଳେ ସାର୍ ମାନେ କ୍ଷିପ୍ର ବେଗରେ ଯାଆନ୍ତି କିଏ ସେ ଗୋଟେ ଏମିତି ନାରୀ ଯେ କାନ୍ଦୁଛି ତା ପାଇଁ ଏ ଯଜ୍ଞରେ ବ୍ୟତିକ୍ରମ ହେଉଛି ଦୌଡ଼ିକି ଗଲାବେଳକୁ ମାଲ ସେ ନାରୀକି ଚିହ୍ନି ପାରିଲେନି ଏବେ ଚିହ୍ନିବା ବିଳମ୍ବ ନାହିଁ ଯଦି ବା ବହୁ ବହୁ କଷ୍ଟରେ ଟାଣି ଓଟାରିକିରି ଓଢ଼ଣା ଦେଇଛି ସ୍ୱାମୀ ପଛେ ପଛେ ଗାଡ଼ିରେ ବସିକି ଯାଉଛି ଦେଖିଲା ଯେତେବେଳେ ଗାଁ ସରିଲାଣି ଆଉ କିଏ ମାନ୍ୟଗଣ୍ୟ ବ୍ୟକ୍ତି ଥିବେ କି ନାହିଁ ଠକିନି ଓଢ଼ଣାକୁ ଖୋଲି ଦେଇକି ବୁଲେଇକିରି କାନିକି ଅଣ୍ଟାରେ ଖୋଜି ଦେଇକିରି ମଝିରୁ ଦେଇକି ବସିଲା ଗାଡ଼ିରେ ଚାଲିଲା ଦୋକାନ ଦେଖି ଥଣ୍ଡା ଆଉ ଏମିତି ତ ପୋଷାକ ଏବେ ବାହାରିଲାଣି ଆଉ ଓଢ଼ଣା ଫୋଢ଼ଣା କିଛି ନାହିଁ ପୋଷାକ ପିସ୍ ଅଲଗା ଓଢ଼ଣା ପିସ୍ ଅଲଗା ଠିକ କହୁଛି ଆମ ଘରେ ବି ତ ହେଲାଣି ମୁଁ କଣ ସମାଲୋଚନା କରୁଛି ମୁଁ ଖାଲି କହୁଛି ବାଧ୍ୟରେ ପିଲାମାନେ ଶୁଣ ସେ ବୁଢ଼ୀ ଏମିତି ଓଢ଼ଣିକି ଟାଣି ଦେଇଛି ମା ମାନେ ଶୁଣ ପୁରୁଣା କାଳିଆ ବୁଢ଼ୀ ମାର ମୁଣ୍ଡ ଓଢ଼ଣି ତେଲ ଚିକିଟା ହେଇଯିବ କେବେ ହେଲେ ସେ ଖସେଇବନି ନାରୀର ମଥାର ଓଢ଼ଣି ବକ୍ଷଜର ବସ୍ତ୍ର ଯୌନାଙ୍ଗରୁ ବସ୍ତ୍ର ଖସିଗଲେ ବିଶ୍ୱ ପ୍ରଳୟ ଦ୍ରୌପଦୀ କି ଯେତେବେଳେ ବିବସ୍ତ୍ର କଲା ଦୁଶାସନ କାନ୍ଦିଲେ କିଏ ଅନ୍ଧ ଧୃତରାଷ୍ଟ୍ର କହିଲେ ମା ଓଢ଼ଣି ଦେଇଦେ ଜଣେ ଯିବେ ମୋ ପିଲାମାନେ ଆଉ ଓଢ଼ଣି କ'ଣ ଦବ ତୋ ପିଲାମାନଙ୍କ ରକ୍ତକୁ ସେ ଶୋଷିବ ମର୍ଯ୍ୟାଦା ମୋ ମା ଓଢ଼ଣିକି ଏତେ ଟାଣି ଦେଇଛି କୂଳଗୁରୁ ବଶିଷ୍ଠ ଜାଣିପାରିଲେ କହିଲା ଆହା ଧନ୍ୟା ତୁ ମା ବୃଦ୍ଧା ହେଲୁଣି ତୋ ଚମ ଲୋଳିତ ହେଲାଣି ତଥାପି ତୁ ଓଢ଼ଣି ଟାଣି ଦେଇକି ତୋ ନାରୀର ମର୍ଯ୍ୟାଦାକୁ ତା ଭିତରେ ସାଇତି ରଖିଛୁ ପହଞ୍ଚିଲେ କୂଳଗୁରୁ କହିଲେ ଲୋ ମା ଆରେ କିଏ ତୁମେ ଏଠି ଏକାକିନି ବସି କାନ୍ଦୁଛ ଜାଣି ହେଲାନି ମା କିଏ ତୁମେ କଣ୍ଠଟା ଭିନ୍ନ ପ୍ରକାର ଶୁଭୁଛି ମୁଁ ରାଜମାତା କୌଶଲ୍ୟା କୌଶଲ୍ୟା ମା ତୁମ ପୁଅ ରାମ ଯଜ୍ଞ କଲା ବେଳେ ତୁମେ ଯଜ୍ଞ ମଣ୍ଡପ ପାଖରେ ନ ରହି ଏଠି କ'ଣ କାନ୍ଦୁଛ କ'ଣ ହେଇଛି ମା କିଏ ତୁମକୁ କ'ଣ କହିଛି ମା ନା କାହିଁ କାନ୍ଦୁଛ ତୁମେ କାହିଁ କାନ୍ଦୁଛ ଶୁଣିବ ହାତ ଯୋଡ଼ିଦେଲେ କୌଶଲ୍ୟା ରାଜମାତା କହିଲେ ଗୁରୁଦେବ ଆପଣ ଭାବୁଥିବେ ବୋଧେ ମୋ ପୁଅ ମତେ କ'ଣ କହିଛି ମତେ ବାଧିଛି ବୋଲି ମୁଁ ଆସିଛି ନା ତାହେଲେ କାହିଁକି କାନ୍ଦୁଛନ୍ତି ମା ଇଏ ଦୁନିଆରେ ପୁଅ ଅଛନ୍ତି ମୋ ରାମ ପରି ପୁଅ ବିଶ୍ୱରେ ମିଳିବା ବିରଳ ସବୁଦିନେ ମୋ ପୁଅ ମୁଁ ଖାଇ ସାରିବା ପରେ ମୋ ଶୟନ କକ୍ଷକୁ ଯାଇ ରାତିରେ ମୋ ପଦ ସେବା ନ କଲେ ମୋ ପୁଅ ରାମ ଶୁଏନି ଆଜ୍ଞା ମୁଁ ଗାୟକ ହେଇଛି ମୁଁ କ'ଣ ମୋ ରାତିରେ ମୋ ମା ବୁଢ଼ୀ ମା ପାଦ ସେବା କରୁଛି ସେ ସୌଭାଗ୍ୟଟା ନେଇଯାଇଛି ମୋ ସ୍ତ୍ରୀ ଏବେ ବି ପ୍ରାୟ ପରିବାରରେ କହିଲେଣି ମୋଡ଼ା ଉଠିଗଲାଣି କେତେକ ବୋହୂ କହୁଛନ୍ତି ମୋଡ଼ା ଉଠିଗଲାଣି ଆଚ୍ଛା ମୋଡ଼ା କୋଉ ସମ୍ବିଧାନରୁ ଉଠିଗଲା କାହିଁ ତ ଆମେ ଜାଣିନାହୁଁ ବୁଢ଼ୀ କ'ଣ ଗନ୍ଧ ହେଉଛି ନା କ'ଣ ଇରେ ବୁଢ଼ୀ ଯାହାକୁ ଜନ୍ମ ଦେଇଛି ସେଇ ତ ଜୀବନ ଧନ ଆଉ ମୋଡ଼ା କ'ଣ ଉଠିଗଲାଣି ମୋ ପୁଅ ମତେ ପଦ ସେବା ନ କଲେ ଶୁଏନି ତାହେଲେ ମା କାନ୍ଦୁଛ କାହିଁକି ମୁଁ ଯଜ୍ଞ ମଣ୍ଡପକୁ ଯାଇଥିଲି
ରହିପାରିଲିନି। କାହିଁକି? କେମିତି ରହିବି? ଯଜ୍ଞ ମଣ୍ଡପକୁ ଯାଇଥିଲି ମୁଁ ରହିପାରିଲିନି। ଏଡ଼ିକି ବକଟେ ବକଟେ ଦିଟା ପିଲା କୁଆଡ଼ୁ ଆସିଲେ, ମଣ୍ଡପ ଉପରେ ବସିଲେ, ଆରମ୍ଭ କରିଦେଲେ ରାମାୟଣ। ସେଇ ପିଲା ଦୁଇଟିଙ୍କ ରାମାୟଣ ଶୁଣିବା ପରେ ଧୀରେ 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 ହୃଦୟ କମ୍ପିଲା। ମୁଁ ବହୁ ସହ୍ୟ କଲି, ଧୈର୍ଯ୍ୟ ଧରିଲି, ସମ୍ଭାଳିଲି। ଗୁରୁଦେବ, ମୋ ପାଦ ତଳୁ ମାଟି ଖସିଗଲା। ମୁଁ ସେ ପିଲାଙ୍କୁ ଚିହ୍ନିନି କି ଜାଣିନି। ସେ ପିଲାଙ୍କୁ ଦେଖିବା ପରେ ଏମିତି କାହିଁକି ହେଲା? ମୋ ଦେହ ଥରିଲା। କାଳେ ମୋ ଆଖିରୁ ଲୁହ ବୋହିଗଲେ ଅଯୋଧ୍ୟାବାସୀ ଜାଣିବେ ରାମ ତା ମାକୁ କ'ଣ କହିଛି ବୋଲି ତା ମା କାନ୍ଦୁଛି। ମୁଁ ଲୁଚିକିରି ଆସିଛି ଏଇଠି, ମନ ଭରି କାନ୍ଦିବି। ଆପଣ ଶୁଣୁନାହାନ୍ତି? କୌଶଲ୍ୟା କହିଲେ ଗୁରୁଦେବ ଆପଣ ଟିକେ ଶୁଣୁନାହାନ୍ତି, ଶୁଣନ୍ତୁ। ସେ କେମିତିକା କଣ୍ଠସ୍ୱର ସେ ପିଲା ଦିଟି ମତେ ବାଇଆଣି କରିଦେଲେ। କେମିତିକା ସେ ସ୍ୱର? କହିଲା ଶ୍ରୀରାମ ଜୟ ରାମ ଜୟ ଜୟ ରାମ শ্রীরাম জয় রাম জয় জয় রাম 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 শ্রীরাম জয় রাম জয় জয় রাম। जो विश्व चिंतामणि राम नाम को गाउचंती से दुईटी पिला से किए से पिला मते गुरुदेव कहंतु କହିବି मु से पिला दीटी के नची निले भी काहे कि मा आखिर लुह बहुच। ମା वशिष्ठ डाकिले कहले मां सुन सुन मां କୁହନ୍ତୁ ଗୁରୁଦେବ। से पिला दीटी की तू चिन्हि नो ନା ନା से पिला दीटी की तू जानि नो ନା କୁହନ୍ତୁ। तो आखिर लुह काहे कि बहुची। से पिला दुईटी अति तोर निजर रक्तर संपर्क। से पिला दीटी की सुनिबु कला ये अन्य के ही से ही से तो से दी जन होचंती तो रघुकुलर कुल मंडल। ଗୁରୁଦେବ से दी जन होचंती तोर पौत्र तो कुलबधु जनक नंदिनी जानकीकर जमज संतान। सारी एतिकी तो बुढ़ी शुणी देछि ता देहरे निया लागिगला। कहला कौन कहिले गुरुदेव ये दुईटी कौशल किशोर बालक मोर पौत्र कहले मो नाती ना हाँ ना मु आपण मते विदाय दियंतु। गुरु आसी नांती बुढ़ी क्षिप्र बेगर यज्ञ मंडप निकटरे पहुंचला। गर्जन कला कौशल्या मा कहला राम रे ए राम मु तो गर्भधारिणी माँ कौशल्या डाकुची उठी आसे यज्ञ मंडपरु। माँ तो पाखरे गुरुत्व कि तो पाखरे यज्ञ गुरुत्व उठिया गोटे यज्ञ जेतिकी मूल्य नहीं माँ बाट उठोर
କ୍ଷିପ୍ର ବେଗରେ ଦୌଡ଼ି ଆସିଲେ ମର୍ଯ୍ୟାଦା ପୁରୁଷୋତ୍ତମ ରାମ। ଆସିଲୁ ରାମ। ତୁ ଯେମିତି ପଡ଼ୁଛୁ ସତୀ ଯେମିତି ଚୂଡ଼ା ଦେଇ ଜଳପାନରେ ପଡ଼ନ୍ତି। ତୁ ଉଠୁ ଉଠୁ ଉଠୁ। ତତେ ଡାକିକିରି ରୋଲ କରିବା ଦ୍ୱାରା ବେଶୀ ଭାଣ୍ଡାମି ହେବା ଦରକାର। କୋଉ ମନ ସମ୍ଭାଳି ତାର। ମୁଁ ତୋତେ କାହିଁକି ଡାକୁଛି ମୋତେ କହିପାରିବୁ? କାହିଁକି ଡାକିଲ ଏବେଳେ ଯଜ୍ଞ ଚାଲିଛି ବ୍ରାହ୍ମଣ ମାନେ। ଓହୋ, ଯଜ୍ଞରେ ଅଧିକ ମୂଲ୍ୟ ନା ମୋ ବାକ୍ୟରେ ମୂଲ୍ୟ? ତେଣୁ ତ ପଳେଇ ଆସିଲି ମୁଁ। ପୁଣି ଯଜ୍ଞ କଥା କାହିଁ କହୁଛୁ? ହେଲେ ମା ଡାକିବାର ଅଭିପ୍ରାୟ ସେଇ କଥା ପଚାରେ ଡାକିଛ କାହିଁକି? କାହିଁକି ଡାକିଲ କହ। ଏ ଯୋଉ ଅନତି ଦୂରରେ ଯୋଉ ଦିବ୍ୟ ମଣ୍ଡପ ଉପରେ ଦୁଇ ଜଣ ଦିବ୍ୟ ସୁନ୍ଦର ଆଜାନୁଲମ୍ବିତ ଭୁଜ ଜ୍ୟୋତି ବାହାରୁଛି ମୁଖମଣ୍ଡଳରୁ। ସେ ଯୋଉ ଦୁଇଟି କିଶୋର ବାଳକ ରାମ ନାମ ଗାନ କରୁଛନ୍ତି, ସେ ଦୁଇଟି ବାଳକଙ୍କୁ ତୁ ଚିହ୍ନିଛୁ ବାପା? ତାଙ୍କୁ ମୁଁ ଜାଣେ ମା। ତୁ ଜାଣିଛୁ? ମୁଁ ତାଙ୍କୁ ଜାଣିଛି। କହ ବାପା, ସେ ଦୁଇ ଜଣ ପିଲା କିଏ? ସେ ଯୋଡ଼ିକ ବାଳକ ହଁ, କିଏ ସେ ପିଲେ? ଅନ୍ୟ କେହି ନୁହନ୍ତି ମା। କିଏ ସେ? ସେ ତମ ବହୁ ଜାନକୀର ପୁଅ ଦୁଇଟି ଯାକ ମା। ରାମ! ସେ ମୋ ବୋହୁ ସୀତାର ପୁଅ ଆଉ ତୋର କିଛି ନୁହଁ ମା। ତୋ ପରି ଗୋଟେ ଯୋଗ୍ୟ ପୁଅ ଠାରୁ ମୁଁ ଏଇ ଉତ୍ତର ଆଶା କରେ। ସେ ମୋ ବୋହୁର ପୁଅ, ତୋର କେହି ନୁହଁ। ମା ମୁଁ ତୋତେ ଗୋଟିଏ କଥା ପଚାରିବି, ତୁ ହଉଛୁ ଯୋଗ୍ୟ। ଅନେକ ବ୍ୟକ୍ତି କୁହନ୍ତି ତୁ କୁଆଡ଼େ ସ୍ୱୟଂ ଭଗବାନ ପରମ ବ୍ରହ୍ମଙ୍କ ଅଂଶରୁ ଅବତାର। ମୁଁ ତ ମା, ତୁ ତ ପୁଅ। ତୁ ମୋ ପାଦ ସେବା କରୁଛୁ, ମୁଁ ତୋତେ ଭଗବାନ କହିପାରିବି? ହେଲେ ମୁଁ ତୋତେ ଗୋଟେ କଥା ପଚାରିବି, କହ ମା। ମୋତେ ଉତ୍ତର ଦେ। କହ। ଇଏ ପରି ଯୋଗ୍ୟ ପୁଅ ଯୋଉ ମା ଜନ୍ମ ଦେଇଛି, ଆଜ୍ଞା ସେ ସତୀ ନା ଅସତୀ? ବୁଢ଼ୀ ମୁଣ୍ଡ ଗରମ କରିଦେଲା ରାମଙ୍କର। ଏଠି ରାମ ଠାକୁର ନୁହନ୍ତି କି ଏ ବୁଢ଼ୀ ଭକ୍ତା ନୁହେଁ। ନା ବୁଢ଼ୀ ହେଉଛି ମା, ହେଉଛି ପୁଅ। ପୁଅ ଜଗତସିଂହପୁର ଜିଲ୍ଲା କଲେକ୍ଟର ଯଦି ଜଗତସିଂହପୁର ଜିଲ୍ଲା ଲୋକ ହେବେ, ତାଙ୍କ ମା ହେବେ ତାଙ୍କର ପ୍ରଜା। ଆଜ୍ଞା ଘରକୁ ଯେତେବେଳେ କଲେକ୍ଟର ବାବୁ ଆସିବେ, ସେ ହାତ ଯୋଡ଼ି କହିବେ କଲେକ୍ଟର ବାବୁ ମା କହିବ ନମସ୍କାର। ନା କହିବ ନା। ପ୍ରଧାନମନ୍ତ୍ରୀଙ୍କର ମା ତାଙ୍କୁ ନମସ୍କାର କରୁଛନ୍ତି। ଇଏ ରାମ ଠାକୁର ହେଲେ ବି ଏ ବୁଢ଼ୀର ମା, ଏ ବୁଢ଼ୀର ପୁଅ। କହିଲେ ପୁଅ, ମା ମୁଁ ଉତ୍ତର ପାଇଲିନି ଯେ ମା ଏପରି ଯୋଗ୍ୟ ପୁଅ ଯିଏ ଜନ୍ମ ଦିଏ, ଯାହାର ଲାଳିତ୍ୟ କଣ୍ଠସ୍ୱରରେ ଗଛରୁ ପତ୍ର ଝରି ପଡ଼େ, ସିଏ ତା ମା ବା ଏ ପିଲାଙ୍କର ମା ସତୀ ନା ଅସତୀ? ମା ମତେ ଉତ୍ତର ଦେ ମା। ମା ମୁଁ ଶୁଣିବି ନେଇ। ସେ ସତୀ ମା। ସ୍ତ୍ରୀଷୁ ଦୁଷ୍ଟାସୁ ବାସ୍ମେୟ ଜାୟତେ ବର୍ଣ୍ଣ ଶଙ୍କର। କୂଳ ନାରୀ ଯେତେବେଳେ ଦୂଷିତା ହେଇ ପରପୁରୁଷ ସହିତ ମିଶନ୍ତି, ଆଜ୍ଞା ଅନାର୍ଯ୍ୟ ପିଲା ଜନ୍ମ ଦିଅନ୍ତି, ସେ ହୁଅନ୍ତି ଭ୍ରଷ୍ଟାଚାର, ଆଜ୍ଞା ଦୁର୍ଜନ। ସେଇ ମାନଙ୍କୁ କୁହାଯାଏ ଅସତୀ ନାରୀ। ଏରେ ଯୋଉ ପିଲା ମନ୍ତ୍ରରେ, ଯୋଉ ପିଲାର ରାମାୟଣ ଗାନରେ ମନ୍ତ୍ରମୁଗ୍ଧ ଆଜି ସର୍ବ ଅଯୋଧ୍ୟାପୁରୀ, ତୁ ତା ମାକୁ ନିର୍ବାସନ ଦଣ୍ଡ ଦେଇଛୁ ଗୋଟେ ରଜକ ରଜକି କଥାରେ। ମନେ ରହ, ମା ମୋ ବୋହୂ ଆସିଲେ ଏଠି ଯଜ୍ଞ ହବ। ହଁ ଏ ଯଜ୍ଞ ମୁଁ କରାଇ ଦେବି ନାହିଁ, ଯଜ୍ଞ କରାଇ ଦେବି ନାହିଁ। ମୋ ବୋହୂ ଆସିଲେ ଯଜ୍ଞ। ଆପଣମାନଙ୍କୁ ଆମ କାର୍ଯ୍ୟକ୍ରମଟି କେମିତି ଲାଗିଲା? ଆଶା କରୁଛି ନିଶ୍ଚିନ୍ତ ଭାବେ ଭଲ ଲାଗିବ। ଆହୁରି ନୂଆ ନୂଆ କାର୍ଯ୍ୟକ୍ରମ ଦେଖିବା ପାଇଁ ଆପଣମାନେ ଆମ ଚ୍ୟାନେଲକୁ ଲାଇକ୍ ଆଉ ସେୟାର କରନ୍ତୁ। ଆଜ୍ଞା ହଁ, ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେ ନାହିଁ।